ରାସ୍ତା ନାହିଁ ଖଟିଆରେ ବୁହା ହେଲେ ଗର୍ଭବତୀ। ରାସ୍ତା ନାହିଁ ଖଟିଆରେ ବୁହା ହେଲେ ଗର୍ଭବତୀ। ଭଲ କି ଦେଖନ୍ତୁ ଏହି ଦୃଶ୍ୟ। କାଦୁଅ ପଚ ପଚ ରାସ୍ତାରେ କେମିତି ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ଭାର କରି ବୁହାଯାଉଛି। ଝିପିଝିପି ବର୍ଷା ହେଉଥିବାରୁ ଜଣେ ମୁଣ୍ଡ ଉପରେ ଛତା ଧରି ଟେକିଛି। କେତେବେଳେ ପାଦ ଖସିଗଲେ ମା ଜଣଙ୍କର ଅବସ୍ଥା କ'ଣ ହେବ ଅନୁଭବ ଥରେ କରନ୍ତୁ। ଖଡ଼ିଆଳ ବ୍ଲକ ବରଗାଁ ଗାଁର ନଦୀପଡ଼ା। ଗାଁ ଠାରୁ ଏହି ପଡ଼ାର ଦୂରତା 2 କିଲୋମିଟର। ଏହି ପଡ଼ାରେ 5 ପରିବାର ରହନ୍ତି। ପଡ଼ାବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ଭଲ ରାସ୍ତା ଖଣ୍ଡେ ନାହିଁ। ସେମାନେ 100 ମିଟର ଏକ ଜମିରେ ପରେ କାଦୁଅ ରାସ୍ତାରେ ଯିବା ଆସିବା କରନ୍ତି। ବର୍ଷା ଦିନରେ ନାହିଁ ନଥିବାର ଅବସ୍ଥା ଭୋଗ କରନ୍ତି ସମସ୍ତେ। ବିଭିନ୍ନ କାମରେ ସାଇକେଲ କିମ୍ବା ଚାଲି ଚାଲି ଯିବାକୁ ପଡ଼େ। ପଡ଼ାରେ କେହି ଯଦି ହଠାତ୍ ରୋଗରେ ପଡ଼ିଲେ କିମ୍ବା ମହିଳାଙ୍କ ପ୍ରସବ ବେଦନା ହେଲା 1 କିଲୋମିଟର ଦୋଳରେ ନେଲା ପରେ ଆମ୍ବୁଲାନ୍ସ କିମ୍ବା କୌଣସି ଯାନବାହନରେ ନେବାକୁ ପଡ଼େ। कह माता कत्ता तमर कार लगी नेलो बाबा दुजेली भरी डोर मुरेले कि आनु जे किबे पुनी रास्ता ने बनुछिला कि कादो हिसे हि जोछिला तो आज का के नेलो एम्बुलेंस गला तम घर तक की कंता जे ए जे भी मोर खान भरी मोर बड़बो है मोर खान हारी तो एम्बुलेंस तम घर तक गला के ले जेई कंता कोलो कोई आनु कोने दूर आरो चले चले पटाली आनु छु केते दूर आनलो कंता एटा 3 किलोमीटर रास्ता बोली ना हाल बोल नहीं ना तो रास्ता घर लग जे घर के जेता लो दियान तना जल्दी गले बोला रास्ता जल्दी आमके हो घर पुजे आमके रास्ता हो ଆଜି ପଡ଼ାରେ ଅଭିରାମ ଶବରଙ୍କ ସ୍ତ୍ରୀ ଦ୍ରୌପଦୀ ଶବର ପ୍ରସବ ବେଦନା ପାଇଲା ପରେ ଆମ୍ବୁଲାନ୍ସ ପାଇଁ ଫୋନ୍ କରାଯାଇଥିଲା। ଆମ୍ବୁଲାନ୍ସ ରାସ୍ତାରେ ରହିଗଲା। ପରେ ତାକୁ ଖଟରେ ଦୋଳା କରି ଆଣିବାକୁ ପଡ଼ିଲା। କିନ୍ତୁ ବର୍ଷାରେ 4 ଜଣ ଖଟିଆ ଧରି ଚାଲିବା ସମ୍ଭବ ନଥିବାରୁ ତାକୁ ଚଲାଇ ଆଣିଥିଲେ ରାସ୍ତାରେ। ରାସ୍ତାକୁ ଆଣୁ ଆଣୁ ଆମ୍ବୁଲାନ୍ସ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଗଲା। ବର୍ଷ ଧରି ପଡ଼ାବାସୀ ରାସ୍ତାର ସମସ୍ୟା ଭୋଗୁଛନ୍ତି। ପଡ଼ାବାସୀ ସହ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ହେଲେ କାହାରିକୁ ଦୃଷ୍ଟି ପଡ଼ୁନାହିଁ। तो आज आपण गोटे गर्भवती माँ के नौछन केंता हिसाब रे आनले केंता केते दूर चलबा के पड़ला काना जी कहंतो एड़ी किलोमीटर चलबा के पड़ला बहुत असुविधा रास्ता जनता के फट दे उठे को जानो आ चाली जानो आठे कहीं कादो बाजी आज वर्षा नहीं से जे बाहर इरा जोड़ी के किसी असुविधा नहीं किसी जगह छुआ के एम्बुलेंस भी डाकनु जे एम्बुलेंस भी जाई नहीं पड़ला रास्ता लगे तो एबे नौछन एने तो केंता करे आनले से माँ के मां के फट दे मुभी करे आनो आरो 1.5 किलोमीटर चाली आसो ପଡ଼ାକୁ ଶୀଘ୍ର ରାସ୍ତା ନିର୍ମାଣ ହେଲେ ଏପରି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ପଡ଼ାବାସୀ କହନ୍ତି। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।